ଜଗତରେ ପ୍ରଚାର ବାକି 3 ଅଧ୍ୟାୟ ଆମେ ଯାଉ। କାରଣ ମନ ପରିବର୍ତ୍ତନ କର ଈଶ୍ୱରଙ୍କ ରାଜ୍ୟ ସହିତ। ସଂକୀର୍ଣ୍ଣ ଦ୍ୱାର କ'ଣ ଟିକେ ଆପଣମାନେ ଲକ୍ଷ୍ୟ କରନ୍ତୁ। এই ସଂକୀର୍ଣ୍ଣ ଦ୍ୱାର କ'ଣ? ସଂକୀର୍ଣ୍ଣ ଦ୍ୱାରରେ ପ୍ରବେଶ କର ବୋଲିକି ମୁଁ କହିବି, ଆପଣ କ'ଣ ବୁଝିବେ? ମୁଁ କ'ଣ ବୁଝିବି କୁହନ୍ତୁ? କିଛି ବୁଝିପାରୁଛନ୍ତି କି ନାଇଁ? ସଂକୀର୍ଣ୍ଣ ଦ୍ୱାର କ'ଣ? ସଂକୀର୍ଣ୍ଣ ଦ୍ୱାର କ'ଣ ତାକୁ ଜାଣିବା ନିମନ୍ତେ ଆମେ ମାନେ ଶାସ୍ତ୍ରକୁ ଅନୁସନ୍ଧାନ କରିବା। এই ଜଗତକୁ ଆସିଲେ କିଏ? ଯୋହନ ଆସିଲେ, ବାପ୍ତିଜକ ଯୋହନ। ପ୍ରଭୁ ତାଙ୍କୁ ପଠାଇଲେ, ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅଗ୍ରଦୂତ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଗମନ କରିବା ପୂର୍ବରୁ ଯୋହନ ଏହି ଜଗତକୁ ଆସିଲେ, ପୃଥିବୀକୁ ଆସିଲେ ଏବଂ ସେ ଗୋଟିଏ ବିଷୟ ପ୍ରଚାର କଲେ। ମରୁଭୂମିକୁ ଯାଇକି ସେ ପ୍ରଚାର କରୁଛନ୍ତି। କ'ଣ ପ୍ରଚାର କରୁଛନ୍ତି? ସ୍ୱର୍ଗ ରାଜ୍ୟ ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସହରୀ। ଏ ରାଜ୍ୟ ବିଷୟରେ କହିବା ପାଇଁ ବହୁତ ସମୟ ଲାଗିବ, ତେଣୁକରି ଆମମାନଙ୍କର ସମୟ କିନ୍ତୁ ଏତିକି ମୁଁ କହିବି ମୋର ପ୍ରିୟମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟିଏ ରାଜ୍ୟ ସ୍ଥାପନ କରିଛନ୍ତି। ଖାଲି ଏତିକି ଜାଣିଥାନ୍ତୁ, ଗୋଟିଏ ରାଜ୍ୟ ସ୍ଥାପନ କରିବା ପାଇଁ ଆସିଛି। এই ଜଗତରେ ଆଉ ଗୋଟିଏ ରାଜ୍ୟ ଅଛି, 2ଟି ରାଜ୍ୟ ଅଛି। ସେଇ 2ଟି ରାଜ୍ୟ ହେଉଛି କ'ଣ? ଗୋଟିଏ ହେଉଛି ଯୀଶୁଖ୍ରୀଷ୍ଟଙ୍କର ରାଜ୍ୟ, ଆଉ ଗୋଟିଏ ରାଜ୍ୟ ହେଉଛି ଶୈତାନ। ଈଶ୍ୱରଙ୍କ ରାଜ୍ୟ ଗୋଟିଏ ଅଛି, ଶୈତାନର ରାଜ୍ୟ ଗୋଟିଏ ଅଛି। ବୁଝିପାରୁଛନ୍ତି? ବୁଝିପାରୁଛନ୍ତି କି ନାହିଁ ମୋ କଥାଟା? କେତେଟି ରାଜ୍ୟ ଅଛି? ଆତ୍ମିକ ରାଜ୍ୟ, ଅଦୃଶ୍ୟ ରାଜ୍ୟ ତାକୁ କୁହାଯାଏ। এই বিষয়ে বিশেষ ভাবে সময় নেলে আমার মেসেজ কমপ্লিট হব না। কেবল মাথ্যু লিখিত সুসমাচার 12 অধ্যায়କୁ ମୁଁ ନେବାକୁ ଚାହେଁ ଆପଣମାନଙ୍କୁ। ଏଠି କେତେଟି ପଦ ମୁଁ କହିବି। 26 ପଦରେ ଲେଖାଯାଇଛି, ଯୀଶୁ ଖ୍ରୀଷ୍ଟଙ୍କୁ ଜିହୁଦୀ ମାନେ କ'ଣ କରି କହିଲେ? ଶାସ୍ତ୍ରୀ ମାନେ, ପ୍ରଧାନ ଯାଜକ ମାନେ କହିଲେ, ଏ ଭୂତ ପତି ବାଲଜିବୁଲ ସାହାଯ୍ୟରେ କ'ଣ କରାଏ? ଭୂତ ଛଡ଼ାଏ। ଭୂତ ପତି ସାହାଯ୍ୟରେ ଭୂତ ଛଡ଼ାଏ। ସେତେବେଳେ ଯୀଶୁ କ'ଣ ବୋଲି କହୁଛନ୍ତି 26 ପଦରେ? ଆଉ ଶୈତାନ ଯଦି ଶୈତାନକୁ ଛଡ଼ାଏ, ତାହେଲେ ସେ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି। ଏବେ ତାହାର ରାଜ୍ୟ କି ପ୍ରକାର ସ୍ଥିର ହୋଇ ଦେଖିପାରିଲେ? ତାହାଙ୍କର ରାଜ୍ୟ କି ପ୍ରକାର ସ୍ଥିର ହୋଇକି ରହିପାରିବ? କାହାର ରାଜ୍ୟ? এই শৈতানর রাজ্য অদৃশ্য হয়েকি রহিছে, আমি দেখিপারুনা। এবং আউ গোটিয়ে রাজ্য বিষয়ে যীশুখ্রীষ্ট কହୁଛନ୍ତି 28 পদরে দেখন্তু, কিন্তু ମୁଁ ଯଦି ଈଶ୍ୱରଙ୍କ ଆତ୍ମାଙ୍କ ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ୱରଙ୍କ ରାଜ୍ୟ ତୁମମାନଙ୍କ ମଧ୍ୟରୁ ଉପସ୍ଥିତ ହେଲା। ଆଉ ଯୀଶୁଖ୍ରୀଷ୍ଟ ଗୋଟିଏ ରାଜ୍ୟ, ଈଶ୍ୱରଙ୍କ ରାଜ୍ୟ ସ୍ଥାପନ କରିବା ପାଇଁ ଜଗତକୁ ଆସିଲେ। ସେ ସଂକୀର୍ଣ୍ଣ ଦ୍ୱାର ହେଉଛି, ଦୁର୍ଗମ ପଥ ହେଉଛି କ'ଣ? ଯୋଉ ପ୍ରଚାର କଲେ ମନ ପରିବର୍ତ୍ତନ, ସ୍ୱର୍ଗ ରାଜ୍ୟ। ମନ ପରିବର୍ତ୍ତନ କ'ଣ? ମନ ପରିବର୍ତ୍ତନର ପ୍ରକୃତ ଅର୍ଥ ଆମମାନଙ୍କୁ ଖୋଜି ବାହାର କରିବା। କିନ୍ତୁ ମୋର ପିଲା ସମୟରୁ ମୁଁ ବାକ୍ୟ ଶୁଣିକିରି ଆସୁଛି, ମନ ପରିବର୍ତ୍ତନ କଲେ ଦୁଃଖ କରିବା, କାନ୍ଦିବା, ଖେଦ ପ୍ରକାଶ କରିବା ନୁହେଁ। ମନ ପରିବର୍ତ୍ତନର ଅର୍ଥ କେବଳ ତାହା ନୁହେଁ। ମନ ପରିବର୍ତ୍ତନର ଅର୍ଥ ତାଠାରୁ ଅଧିକ କିଛି। ମନ ପରିବର୍ତ୍ତନର ଅର୍ଥ ମନ ପରିବର୍ତ୍ତନ କରିବା ପାଇଁ କେତେ ସମୟ ଲାଗେ ଜାଣିଛନ୍ତି? ମନ ପରିବର୍ତ୍ତନ କରିବା ନିମନ୍ତେ 1 ମିନିଟ୍ କି ତାଠାରୁ କମ୍ ସମୟ ଲାଗେ, ଗୋଟିଏ ମୁହୂର୍ତ୍ତ। କିନ୍ତୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କରିବା ପାଇଁ ଜୀବନ ସାରା ଲାଗେ। ଆମମାନଙ୍କର ଯୋଉଦିନ ମନ ପରିବର୍ତ୍ତନ କରିବୁ, ସେଇ ଦିନ ଠାରୁ এই ଜଗତ ଛାଡ଼ି ଯୀଶୁଖ୍ରୀଷ୍ଟଙ୍କୁ ଦେଖିବା ଦିନ ପର୍ଯ୍ୟନ୍ତ ଆମମାନଙ୍କୁ ମନ ପରିବର୍ତ୍ତନର ଫଳ ଉତ୍ପନ୍ନ କରିବାକୁ ପଡ଼ିବ। ମନ ପରିବର୍ତ୍ତନ କରିବା ପାଇଁ କ୍ଷଣକାଳ ଲାଗେ, 1 ମୁହୂର୍ତ୍ତ ଲାଗିଯାଏ। କ'ଣ ମନ ପରିବର୍ତ୍ତନ? ମୁଁ କହିବି, ମନ ଦେଇକି ଶୁଣନ୍ତୁ। ମନ ପରିବର୍ତ୍ତନର ଅର୍ଥ ହେଉଛି ଏଇଟା, ଯେ ପାପରୁ ବିମୁଖ ହେବା। ପାପରୁ